ଭଲ ଅଛ? କଣ ଖାଇକି ଆସିଛ? ଖାଇକି ଆସିନ? ଗୁଡ କିଛି ଖାଇକି ଆସିନୁ? ଖାଇକି ଆସିଛୁ? କଣ ଖାଇଛୁ କହିଲୁ? ଖାଇନୁ? ତୁ ସାଇ ଖାଇକି ଆସିଛୁ କଣ? ରିସି ଚକାଣି କରି ବସ। କିଛି ଖାଇକି ଆସିନ? ସବୁବେଳେ ଖାଇକି ଆସିବ ହେଲା। ପାଠ ପଢିବା ପୂର୍ବରୁ ଆମେ ଖାଇବା କିଛି ନ ଖାଇକି ଆସିଲେ ଆମର ପାଠ ମନେ ହୁଏନି। ପିଲାମାନେ ଆମେ ଆଜି ପଶୁ ବିଷୟରେ ଜାଣିବା ହେଲା। ପଶୁର ଗୋଟେ ନାଁ କି କହିପାରିବ? କହିଲୁ। କାଉ ଗୋଟେ ପଶୁ ନା ପକ୍ଷୀ? ପାଟିଟା କଣ ରଖିଛ? ସିଂହ। ମୁଳୁ ଗୋଟେ ପଶୁର ନାଁ କହିଲୁ। ହାତୀ। ଭେରି ଗୁଡ। ଶିଖୁ। ହଉ ଆମେ ଆଜି ପଶୁ ବିଷୟରେ ଜାଣିବା ହେଲା। ଆମର ଦି ପ୍ରକାର ଅଛନ୍ତି। ଗୋଟେ ହଉଛନ୍ତି ଗୃହପାଳିତ ପଶୁ ଆଉ ଗୋଟେ ହଉଛନ୍ତି କଣ ବନ୍ୟ ପ୍ରାଣୀ। ଘରେ ଯୋଉ ପଶୁକୁ ଆମେ ପାଳୁଛେ ସେଗୁଡା ହଉଛନ୍ତି ଗୃହପାଳିତ ପଶୁ ହେଲା। ପ୍ରଥମେ ଆଗ ଗୃହପାଳିତ ପଶୁ ବିଷୟରେ ଜାଣିବା, ତାପରେ ଜଙ୍ଗଲରେ ଯୋଉ ରହୁଛନ୍ତି ହେଲା ବଣରେ ତାଙ୍କ ବିଷୟରେ ଜାଣିବା। ବୁଝିପାରିଲ ତ? ଏଇଟା କିଏ କହିପାରିବ? ଏଇଟା କୋଉ ଚିତ୍ର? ଗାଈ। ଗାଈ ଆମେ ଘରେ ରଖୁନେ, ଘରେ ରଖୁଛେ, ସେଥିପାଇଁ ଗାଈ ହଉଛି ଆମର ଗୋଟେ ଗୃହପାଳିତ ପଶୁ। ଏଇଟା କୁକୁର, ଏଇଟା ବିଲେଇ, ଏଇଟା ମାଙ୍କଡ, ଏଇଟା ମେଣ୍ଢା, ଏଇଟା ଘୁଷୁରୀ, ଏଇଟା ଗଧ, ଏଇଟା ଘୋଡା, ଏଇଟା ଛେଳି, ଏଇଟା ଓଟ। ଏସବୁ ଘରେ ରହିଲେ ଗୃହପାଳିତ। ଆମେ ସବୁ ଘରେ ରଖୁଛେ ନା ନାଇଁ? ବାଘ କଣ ଘରେ ରଖିପାରୁଛେ ନା, ସେଥିପାଇଁ ସେ ହେଲେ ବନ୍ୟ ପ୍ରାଣୀ। ବାଘ, ଭାଲୁ, ସିଂହ, ଇଏ କିଏ? ସିଂହ, ଇଏ ବାଘ, ହାତୀ, ଏଇଟା ଜିରାଫ, ଏଇଟା ଜେବ୍ରା, ଏଇଟା ଜଳହସ୍ତୀ, ଏଇଟା ହରିଣ। ଏସବୁ ଜଙ୍ଗଲରେ ରହୁଛନ୍ତି, ସେଥିପାଇଁ ଏଗୁରା ସବୁ ହଉଛନ୍ତି କଣ ବନ୍ୟ ପ୍ରାଣୀ। ତାହେଲେ କାହା ଘରେ ଗାଈ ଅଛି କି କହିପାରିବ? ତମ ଗାଈ ଅଛି? ଆଉ ତମର ବି ଅଛି? ତାହେଲେ ଯାହାର ଘରେ ଯୋଉମାନେ ରହିଲେ ସେମାନେ ହଉଛନ୍ତି ଗୃହପାଳିତ ପଶୁ। ବାହାରେ ଯିଏ ରହିଲେ କୋଉ ପଶୁ? ବନ୍ୟ ପ୍ରାଣୀ ନା? ହଁ। ତାହେଲେ ଆମେ ସବୁ ଆଜି ଜାଣିଲେ ଦି ପ୍ରକାର ପଶୁଙ୍କ ବିଷୟରେ ଜାଣିଲେ, ଗୋଟେ ଗୃହପାଳିତ ଆଉ ଗୋଟେ ବନ୍ୟ ପ୍ରାଣୀ। ମନେ ରହିଲା ତ? ମନେ ରହିଲା ଚିପୁ? ଗୋଟେ କହିଲି ଗୃହପାଳିତ ପଶୁର ନାଁ। ଗାଈ। ହଁ କୁହ। କୁକୁର ହବ, ଗାଈ ହବ, ମେଣ୍ଢା ହବ, ଛେଳି ହବ ହେଲା। ଆଉ ବନ୍ୟ ପ୍ରାଣୀ କହିଲୁ ଗୋଟେ ବାଘ, ଗଧ, ଆଉ ଗୋଟେ ସିଂହ।